ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସକାଳୁ ସକାଳୁ ଅଫିସରୁ ଆସି ମାର୍କେଟ ଯାଉଥିଲି। ପଛରେ ନିତ୍ୟ ଭାଇ ଆସିଲେ ଗାଡ଼ି ଘିନିକି। ତାପରେ ମୁଁ ନିତ୍ୟ ଭାଇ କହିଲି ତମେ ପଛରେ ବସ, ମୁଁ ଗାଡ଼ି ଚଲେଇବି। ସେ କେହି ପଟେ ମୋତେ ଦେଉନଥିଲେ। ମୁଁ ଜବରଦସ୍ତି ତାକୁ ଗାଡ଼ି ନେଇ ବସିଲି। अच्छा। ତାପରେ ଗାଡ଼ି ଷ୍ଟାର୍ଟ ମାରି ଚଲେଇଲି, କିନ୍ତୁ ମୋ ଦ୍ୱାରା ହେଲାନି। ତାପରେ ଫାଇନାଲି ମୁଁ ନିତ୍ୟ ଭାଇ ଚଲେଇଲେ, ଆଉ ମୁଁ ତାଙ୍କ ପଛରେ ବସିଲି, ଆଉ ଚାଲିଲି ମାର୍କେଟ। ତାପରେ ମୁଁ ପହଞ୍ଚିଗଲି ମାର୍କେଟ। ଯଦି ବାଲେଶ୍ୱରରୁ କେହି ଭିଡ଼ିଓ ଦେଖୁଥିବେ ତ ଏଇଟା କେଉଁ ମାର୍କେଟକୁ ମୁଁ ଆସିଛି କମେଣ୍ଟରେ ନିହାତି ଜଣାଇବେ। अच्छा। ତ ଆଜି ମୋତେ ମାଛ କିଣିବାର ଥିଲା, ତ ମୁଁ ସିଧା ପଶିଗଲି ମାଛ ମାର୍କେଟରେ। ବାବା ଲୋ କି ଭିଡ଼, ମାଛ ସବୁ କେମିତି ଦେଖିକି ଦେଖ ପଡ଼ିଛି। ମୋର ପହଣା ମାଛ ଦରକାର ଥିଲା, ତ ମୁଁ ସବୁଦିନ ଯେଉଁଠି ନିଏ ମାଛ ସେଇଠି ଆସି ପହଞ୍ଚିଲି। ଦେଖିଲାକୁ ୟାଙ୍କ ପାଖରେ ବହୁତ ବଡ଼ ବଡ଼ ମାଛ ପଡ଼ିଥିଲା, ତ ମୁଁ ଗୋଟେ ପହଣା ମାଛ ନେଇ ତାଙ୍କୁ ଦେଲି କାଟିବା ପାଇଁ। ଅପୋଜିଟ୍ ସାଇଡ଼୍ ଚିଙ୍ଗିଡ଼ା ଆଉ ଚିଙ୍ଗୁଡ଼ି ଦୁଇ ଜଣ ମିଶି କଲବଲ ହେଉଛନ୍ତି। ଫାଇନାଲି ମୋ ମାଛ କଟା ଆରମ୍ଭ ହେଲା, ଆଉ ଭାଇନା ଜଣକ ମୋ ମାଛକୁ କାଟି ଜରିରେ ମୋତେ ପ୍ୟାକ୍ କରିଦେଲେ। ତ ମୁଁ ମାଛ କିଣି ସାରି ସଉଦା ଆଣିବାକୁ ବାହାରିଗଲି। ଫାଇନାଲି ମାର୍କେଟରୁ ମୋର କାମ ସରିଗଲା। ଏବେ ମୁଁ ବାହାରିଲି ଘରକୁ। ଆଉ ରାସ୍ତାରେ ଯାଉ ଯାଉ ପଇଡ଼ ଦୋକାନ ଦେଖି ମୋତେ ପଇଡ଼ ପିଇବାକୁ ମନ ହେଲା। अच्छा। ତ ଭାଇନା ଜଣଙ୍କୁ କାଟିଦେବାକୁ କହିଲେ, ଆଉ ସିଏ ମୋତେ କାଟି ଜରିରେ ଗୋଟେ ପ୍ୟାକ୍ କରିଦେଲେ। ଆଉ ରୁମ୍କୁ ଆସି ମାଛ ରଖିଲା ପରେ ନବାତା କାମରେ ଲାଗିଗଲା। ନବାତାର ସେପଟେ ରୋଷେଇ କରୁଥିଲା, ମୋତେ ଲାଗିଲାନି ବହୁତ ନିଦ, ଏବେ ମୁଁ ଶୋଇବି। ତ ଭିଡ଼ିଓ ଟିକେ ଯଦି ଭଲ ଲାଗିଥିବ ଆପଣ କମେଣ୍ଟ, ସେୟାର ଆଉ ଲାଇକ୍ କରିବେ। ତ ମୁଁ ଯାଉଛି ଏବେ ଶୋଇବା ପାଇଁ। ଟାଟା, ବାଏ ବାଏ।